ଆଜିର 20ଟି ଅନୁଚିନ୍ତା। ଆସନ୍ତୁ ଜାଣିବା। ନମ୍ବର 1, ଘରର କାମ ନିଜେ କରନ୍ତୁ। ଏହା କରିବା ଦ୍ୱାରା ବ୍ୟାୟାମ ହୁଏ ଏବଂ ଆପଣ ସୁସ୍ଥ ରହିବେ। ନମ୍ବର 2, ଆପଣଙ୍କ ମନରେ ଅଳସୁଆ ହେବାକୁ ଦିଅନ୍ତୁ ନାହିଁ। ତୁରନ୍ତ କାର୍ଯ୍ୟ କରିବାକୁ ଇଚ୍ଛା ରଖନ୍ତୁ। ନମ୍ବର 3, ଖାଦ୍ୟରେ ସର୍ବାଧିକ ପରିମାଣର ଫଳ ଏବଂ ପନିପରିବା ବ୍ୟବହାର କରନ୍ତୁ। ଏହା ଅଧିକ ଭିଟାମିନ୍ ଯୋଗାଇଥାଏ। ନମ୍ବର 4, ଗାଡ଼ିରେ ଯିବା ଆସିବା କମ୍ କରନ୍ତୁ। ଯେତେ ଦୂର ସମ୍ଭବ ଚାଲିକି ଯିବା ଆସିବା କରନ୍ତୁ। ଏହା ଆପଣଙ୍କ ମାଂସପେଶୀକୁ ବ୍ୟାୟାମ କରିବ, ଯାହା ଆପଣଙ୍କୁ ସୁସ୍ଥ ଏବଂ ଆକର୍ଷଣୀୟ ରଖିବ। ନମ୍ବର 5, ଯଦି ଆପଣ ଖାଇଥିବା କୌଣସି ଖାଦ୍ୟ ହଜମ ହୋଇନାହିଁ ଏବଂ ପେଟ ଭାରି ଭାରି ଲାଗୁଛି, ତାହେଲେ ଆପଣ କିଛି ସମୟ ଉପବାସ କରି ଏହାକୁ ଠିକ୍ କରିପାରିବେ। ନମ୍ବର 6, ମେଦବହୁଳତାର ମୁଖ୍ୟ କାରଣ ହେଉଛି ତେଲ ଏବଂ ମିଠା ଖାଦ୍ୟ। ଏହା ଖାଦ୍ୟ ଆମ ଦେହର ଚର୍ବି ଅଂଶ ବଢ଼ାଇଥାଏ ଏବଂ ଶରୀରରେ ଅଳସୁଆ ଏବଂ ଅସ୍ଥିରତା ସୃଷ୍ଟି କରିଥାଏ। ଏହି ପଦାର୍ଥଗୁଡ଼ିକୁ କେବଳ ସୀମିତ ପରିମାଣରେ ଖାଇବା ଉଚିତ। ନମ୍ବର 7, କେବଳ ଖାଦ୍ୟ ମାଧ୍ୟମରେ ସ୍ୱାସ୍ଥ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ସର୍ବଦା ଖାଦ୍ୟକୁ ଭଲ ଭାବରେ ଚୋବାଇ ଖାଆନ୍ତୁ, ଯାହାଦ୍ୱାରା ଆପଣଙ୍କର ହଜମ ଠିକ୍ ଭାବରେ ହୋଇଥାଏ ଏବଂ ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ରୁହେ। ନମ୍ବର 8, ଶରୀରକୁ ସର୍ବଦା ସିଧା ରଖନ୍ତୁ। ଯଥା ସିଧା ବସନ୍ତୁ, ସିଧା ଚାଲନ୍ତୁ, ସିଧା ଠିଆ ହୁଅନ୍ତୁ। ଦେଖିବେ ଶରୀର ସର୍ବଦା ସୁସ୍ଥ ରହିବ। ନମ୍ବର 9, ସଦାବେଳେ କାମରେ ବ୍ୟସ୍ତ ରହନ୍ତୁ। ଏହା ଦୀର୍ଘାୟୁ ପାଇଁ ଏକ ମାଗଣା ଔଷଧ, ତେଣୁ ସଦାବେଳେ ନିଜକୁ ବ୍ୟସ୍ତ ରଖନ୍ତୁ। ନମ୍ବର 10, ଭାରତ ହେଉଛି ଗରମ ଦେଶ। ସେଥିପାଇଁ ସଦାବେଳେ ପତଳା ଡ୍ରେସ୍ ପିନ୍ଧିବା ଦେହ ପାଇଁ ବହୁତ ଭଲ ଅଟେ। ନମ୍ବର 11, ଶୋଇବା ପୂର୍ବରୁ 30 ମିନିଟ୍ ୱାକ୍ କରିଲେ ଆପଣଙ୍କୁ ଷ୍ଟ୍ରେସ୍ ଫ୍ରି ଅନୁଭବ କରିବାରେ ସାହାଯ୍ୟ କରେ। ତା ସହିତ ଭଲ ନିଦ ହୋଇଥାଏ ଏବଂ ହାଇ ବିପି ଓ ସୁଗର ସମସ୍ୟାରୁ ଦୂର ହୋଇଥାଏ। ନମ୍ବର 12, ଦିନକୁ ଅତି କମରେ 7ରୁ 8 ଗ୍ଲାସ୍ ପାଣି ପିଇବା ଦରକାର। ଆପଣ ଚାହିଁଲେ 10ରୁ 12 ଗ୍ଲାସ୍ ପାଣି ପିଇ ପାରିବେ। ନମ୍ବର 13, ଦିନକୁ ଅତି କମରେ 7ରୁ 8 ଗ୍ଲାସ୍ ପାଣି ପିଇବା ଦରକାର। ଆପଣ ଚାହିଁଲେ 10ରୁ 12 ଗ୍ଲାସ୍ ପାଣି ପିଇ ପାରିବେ। ନମ୍ବର 14, ଏସିରେ କମ୍ ରୁହନ୍ତୁ। ଆପଣଙ୍କ ଶରୀରରୁ ଯେତେ ଅଧିକ ଝାଳ ବାହାରିବ, ଆପଣ ସେତେ ଅଧିକ ସୁସ୍ଥ ରହିବେ। ନମ୍ବର 15, ସକାଳ ଓ ରାତିରେ ଦାନ୍ତ ଘଷନ୍ତୁ। ଆପଣଙ୍କ ଦାନ୍ତରେ କେବେ ବି ପୋକ ଲାଗିବେ ନାହିଁ।
ନମ୍ବର 16 ମଇଦାରେ ଜିନିଷ ଖାଦ୍ୟ କମ୍ ଖାଆନ୍ତୁ। ମଇଦା ଦେହ ପାଇଁ ବହୁତ ଖରାପ। ନମ୍ବର 17 ଶରୀର ପାଇଁ କେବଳ ସୂତା ପୋଷାକ ଭଲ ଅଟେ। ସେଥିପାଇଁ ଶୋଇବା ସମୟରେ ପତଳା ପରିଷ୍କାର ଏବଂ ସୂତା ପୋଷାକ ପିନ୍ଧି ଶୁଅନ୍ତୁ। ନମ୍ବର 18 ନିୟମିତ ଭାବେ ଟିକେ ସମୟ ବାହାର କରି ଭଗବାନଙ୍କୁ ପୂଜା କରନ୍ତୁ। ଆପଣ କେଉଁ ଧର୍ମର ଅନୁଗାମୀ ହୁଅନ୍ତୁ ନା କାହିଁକି, ଆପଣ ଆପଣଙ୍କର ଧାର୍ମିକ ବ୍ୟବସ୍ଥା ଅନୁଯାୟୀ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ଜରୁରୀ। ନମ୍ବର 19 କ୍ରୋଧ ମଣିଷର ପରମ ଶତ୍ରୁ। କ୍ରୋଧ ଯୋଗୁଁ ମଣିଷର ଦେହ ଉପରେ ପ୍ରଭାବ ପଡ଼ିଥାଏ। ସେଥିପାଇଁ କ୍ରୋଧକୁ ସଦାବେଳେ ନିୟନ୍ତ୍ରଣରେ ରଖିବା ଦରକାର। ନମ୍ବର 20 ରାତିରେ ଖାଇକି ଶୋଇବା ପୂର୍ବରୁ କିଛି ସମୟ ଚାଲିକି ଶୋଇଲେ ଦେହ ସଦାବେଳେ ପାଇଁ ସୁସ୍ଥ ରୁହେ।